ମୁଁ ସପ୍ତମ ଶ୍ରେଣୀର ବିଜ୍ଞାନ ପଢ଼େଇବି ହେଲା। ଜୀବନ ପାଇଁ ଶ୍ୱାସକ୍ରିୟା ନବମ ଅଧ୍ୟାୟ। ଆମେ ନିଶ୍ୱାସ ନଉଛେ ପ୍ରଶ୍ୱାସ ଛାଡୁଛେ ନା ପ୍ରଶ୍ୱାସ ନଉଛେ ନିଶ୍ୱାସ ଛାଡୁଛେ? ଆମେ ପ୍ରଶ୍ୱାସ ନଉଛେ ନିଶ୍ୱାସ ଛାଡୁଛେ ହେଲା। ବୁଝିପାରିଲ ମୋ କଥା? ମନେକର ଏଇ ଗୋଟେ ଚିତ୍ର ଦେଇଛି, ଜଣେ ଲୋକ ଶୋଇଛି, ସେ ନିଶ୍ୱାସ ଜୋରେ ନବ ନା କମ୍ ନବ? କମ୍ ନବ। ଜଣେ ଲୋକ ଉଠିକି ଚାଲୁଛି, ତାର ଟିକେ ଅଧିକା। ଆଉ ଜଣେ ଲୋକ ଜୋରେ ଚାଲିଲା ହେଲା, ସେ ତାର ଟିକେ ଅଧିକା। ଆଉ ଜଣେ ଲୋକ ସ୍ପିଡି ଦୌଡ଼ିଲା, କଣ ହେଲା? ତାର ଅଧିକା ପୁରା ଅଧିକା ମାନେ ଛାତିରେ ଯୋଉ ହାର୍ଟ ବିଟିଂଟା ଜୋରେ ହବ। ତେଣୁ ସେ କଣ କରିବ ନା ତାର ଅକ୍ସିଜେନ ଅଧିକା ଦରକାର ପଡ଼ିବ। ଅଧିକା ଦରକାର ପଡ଼ିବା ଦ୍ୱାରା ସେ ଧଇଁ ସଇଁ ହବ। କେମିତି? ଜଲ୍ଦି ଜଲ୍ଦି ନିଶ୍ୱାସ ନେଲେ ତାର ମେକଅପ୍ ହେଇଯିବ ସବୁ। ବୁଝିପାରୁଛ ନା ନାହିଁ? ତେଣୁ ଆମେ ବିଭିନ୍ନ କାର୍ଯ୍ୟରେ ସମୟରେ ନିଶ୍ୱାସ ପ୍ରଶ୍ୱାସର ହାର କେମିତି ଜାଣିବା, ଆମେ ଜାଣିପାରିଲେ ନା ନାହିଁ? ଆଚ୍ଛା, ତୁମେ ଜାଣିଛ କି ଧୂମପାନ ଫୁସଫୁସକୁ ନଷ୍ଟ କରିଦିଏ? ବୁଝିପାରୁଛ? ଆମର ଯେଉଁ ଭିତରେ ଅଛି ଫୁସଫୁସ ହେଲା, ଧୂମପାନ କଲେ ସେ ନଷ୍ଟ କରିଦିଏ। ଧୂମପାନ କର୍କଟ ରୋଗର ମଧ୍ୟ କାରଣ ହୋଇପାରେ। ତେଣୁ ଏହାକୁ ବର୍ଜନ କରିବା ଉଚିତ। ଆମ ଚାରିପାଟେ ବାୟୁରେ ଥିବା ବିଭିନ୍ନ ପ୍ରକାର ଅଦରକାରୀ କ୍ଷତିକାରକ ପଦାର୍ଥ ଯଥା ଧୂଳି, ଧୂଆଁ, ପରାଗରେଣୁ ଇତ୍ୟାଦି ରହିଛି। ଆମେ ଯେତେବେଳେ ପ୍ରଶ୍ୱାସ ନେଉ ନାକ ପୋଡ଼ାରେ ଥିବା ସୂକ୍ଷ୍ମ ନୁମ ଦ୍ୱାରା ତାହା ରାସାୟନିକ ଅଟକିଯାଏ। ତେଣୁ ବେଳେବେଳେ ସେହି ପଦାର୍ଥ ଗୁଡ଼ିକ ନାକ ଭିତରକୁ ଚାଲି ଯାଇଥାନ୍ତି, ତାପରେ ନାକ ନଳୀରେ ନାନା ଯନ୍ତ୍ରଣା ଦେଇଥାଏ। ତେଣୁ ଆମେ କ'ଣ କରେ ନା ବାରମ୍ବାର ଆମେ ଛିଙ୍କୁଥାଉ ନା ନାହିଁ? ଆମେ ଛିଙ୍କିବା ଦ୍ୱାରା ପ୍ରଶ୍ୱାସ ବାୟୁରେ ଆସି ବାହାର ଅଦରକାରୀ ପଦାର୍ଥକୁ ବାହାର କରିଦେଇଥାଏ। ଫଳରେ ଧୂଳିକଣା ମୁକ୍ତ ବିଶୁଦ୍ଧ ଭାବେ ଆମ ଶରୀର ଭିତରକୁ ଯାଏ। ଆମେ ନିଶ୍ୱାସ ନେଉଛେ ବାୟୁ, ତେଣୁ ଆମ ନାକ ଭିତରେ ରହିଛି ଧୂମ ଗୁଡ଼ାକ, ସେଇଠି ଗଲା ପରେ ଧୂଳି ଫୁଳି ସବୁ ଛାଣି ଦେଇଯାଏ ହେଲା। ଆଉ ଯଦି ଭିତରକୁ ପଶିଗଲା ତମ ଶ୍ୱାସ ନଳୀରେ, ତମକୁ କ'ଣ ହୁଏ? ଛିଙ୍କ ବାରମ୍ବାର ହୁଏ ସେ ଜିନିଷ କାଢ଼ିଦେବା ପାଇଁ। ତାହେଲେ ବୁଝିପାରୁଛ ନା ନାହିଁ? ତେଣୁ ମୁଁ ସେ ଗୋଟେ ଜିନିଷ କ'ଣ କରିବି ନା ମଣିଷର ଶ୍ୱାସତନ୍ତ୍ର ଗୋଟେ କରିବା ପାଇଁ ଯାଉଛି ହେଲା। ଦେଖ, ଆମ ଶ୍ୱାସ ନଳୀ ସହିତ ଆମର ପାଟିରେ ଯେଉଁ ନଳୀ ଅଛି, ଖାଦ୍ୟ ନଳୀ, ତାର ସମ୍ପୃକ୍ତ ରହିଛି। ବୁଝିପାରୁଛ ନା ନାହିଁ? ମଣିଷର ଶ୍ୱାସତନ୍ତ୍ର ଏଇଟା ହେଲା ଆମର ରସନୀ, ମନେ ରଖିଥାଅ। ଏଇଟା ହେଲା ନାସା ପଥ, ଏଇଟା ହେଲା ଗହ୍ୱର, ଯୋଉଟା ଆମେ ଖାଦ୍ୟ ଖାଉ, ଯାତ୍ରା ସବୁ ଅଛି ନାଇଁ? ତାପରେ ରହିଲା ଏଇଟା ହେଲା ଶ୍ୱାସ ନଳୀ, ଶ୍ୱାସ ନଳୀ। ଏଇଟା ହେଲା ଆମର କ'ଣ? ଫୁସଫୁସ। ଫୁସଫୁସ ଜାଣିଛ? ତାପରେ ଏଇଗୁଡ଼ାକ ହେଲା ଆମର କ'ଣ? ଟୋଟାଲଟା ହେଲା ବୃକ୍ଷାସ୍ଥି ନା ନାହିଁ?
ବୁଝିପାରୁଛ ନା ନାହିଁ? ତେଣୁ ଆମର ଟୋଟାଲି ମଣିଷର ଯେଉଁ ଶ୍ୱାସ ନଳୀ ଅଛି ବା ଶ୍ୱାସକ୍ରିୟା କେମିତି ହେଉଛି ସେଇ କଥା ଦିଆଯାଉଛି। ବୁଝିପାରିଲ? ତେଣୁ ଆମର ଏକରେ କ'ଣ କଲା ନାସା ବନ୍ଧ ଦେଇକି ପବନ ଗଲା, ସବୁ ନେଲ, ନେଇକି ଆମର ଏଠି ଗଲା କୋଉଠିକି ଫୁସଫୁସ ଗଲା, ତାପରେ ନିଃଶ୍ୱାସରେ ପବନ ନେଲ, ତାପରେ ସେ କିଛି ରହିଲା ପରେ ଅମ୍ଳଜାନ ଗ୍ରହଣ କରିସାରିଲା ପରେ ତାପରେ ବାହାରିଲା ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ ନାକଟେ ବାହାରିଗଲା, ଆମେ ସେଟାକୁ କହିଲେ ନିଶ୍ୱାସ। ତେଣୁ ବୁଝିପାରିଲ? ତାକୁ ଚିତ୍ର କର, ବୁଝେଇକି ଲେଖ। ବୁଝିପାରୁଛ?